ଶ୍ରବଣ କୁମାର ଏମିତି ଏକ ନାଁ ଯାହାକୁ କି ସମସ୍ତେ କେଉଁଠୁ ନା କେଉଁଠୁ କାହା ପାଖରୁ ନିଶ୍ଚୟ ଶୁଣିଥିବେ। ଆମ ପୁରାଣ ଶାସ୍ତ୍ରରେ ଯେବେ ବି ଆଜ୍ଞାକାରୀ ପୁତ୍ରମାନଙ୍କ କଥା ଆସେ, ଶ୍ରବଣ କୁମାରଙ୍କ କଥା ଆମର ନିଶ୍ଚୟ ମନେ ପଡ଼େ। ତେବେ ଚାଲନ୍ତୁ ଆଜି ଶୁଣିବା ପିତାମାତାଙ୍କ ସେବା ପାଇଁ ନିଜକୁ ସମର୍ପି ଦେଇଥିବା ସେହି ଶ୍ରବଣ କୁମାରଙ୍କ ବିଷୟରେ। ଏ କାହାଣୀ ହେଉଛି ତ୍ରେତେୟା ଯୁଗର। ଶାନ୍ତନୁ ଏବଂ ଶ୍ୟାମାବନ୍ତୀ ବୋଲି ଦୁଇ ଜଣ ଅନ୍ଧ ପତିପତ୍ନୀ ଥିଲେ। ଭଗବାନଙ୍କ କୃପାରୁ ଦୁଇ ଜଣଙ୍କର ଶ୍ରବଣ କୁମାର ନାମରେ ଗୋଟିଏ ସନ୍ତାନ ପୁତ୍ର ଜନ୍ମ ହେଲା। ଶ୍ରବଣ ଯେତିକି ବଡ଼ ହେଉଥାନ୍ତି ସେତିକି ତାଙ୍କ ଦାୟିତ୍ୱ ବଢ଼ି ବଢ଼ି ଯାଉଥାଏ। ସେ ତାଙ୍କ ମାତା ପିତାଙ୍କ ସେବାରେ ନିଜକୁ ଏତେ ସମର୍ପି ଦେଇଥାନ୍ତି ଯେ ବିବାହ ବନ୍ଧନରେ ମଧ୍ୟ ବାନ୍ଧି ହୋଇନଥାନ୍ତି। ଏମିତି ବହୁତ ବର୍ଷ ବିତିଯାଏ। ଦୁଇ ଦମ୍ପତି ବୃଦ୍ଧାବସ୍ଥାରେ ପହଞ୍ଚି ଯାଇଥାନ୍ତି ଓ ନିଜର ପରିଣତ ବୟସରେ ତୀର୍ଥଯାତ୍ରା କରିବାକୁ ଇଚ୍ଛା ପ୍ରକାଶ କରି ଶ୍ରବଣ କୁମାରଙ୍କୁ ପାଖକୁ ଡାକି କୁହନ୍ତି, ପୁତ୍ର, ତୁମେ ଆମ ଦୁଇ ଜଣଙ୍କର ବହୁତ ସେବା କରିଛ। ଆମେ ଦୁଇ ଜଣ ତୁମ ପାଇଁ ବହୁତ ଗର୍ବ ଅନୁଭବ କରୁଛୁ। ପୁତ୍ର ଶ୍ରବଣ, ମୁଁ ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି କି ସବୁ ମାତା ପିତାଙ୍କୁ ତୁମ ଭଳି ପୁତ୍ର ମିଳୁ। ମାତାଶ୍ରୀ, ପିତାଶ୍ରୀ, ଆପଣମାନଙ୍କ ସେବା କରିବା ମୋର ଧର୍ମ। ଆପଣମାନଙ୍କ ସେବାରେ ନିଜକୁ ନିୟୋଜିତ କରି ମୁଁ ଅତି ଧନ୍ୟ ମନେ କରୁଛି। ପୁତ୍ର ଶ୍ରବଣ, ତୁମ ପିତା ଏବଂ ମୋର ଏ ବୃଦ୍ଧା ଅବସ୍ଥାରେ ଗୋଟିଏ ଶେଷ ଇଚ୍ଛା ଥିଲା। ଆଜ୍ଞା କରନ୍ତୁ ମାତା, ଆପଣମାନଙ୍କର କେଉଁ ଇଚ୍ଛା ଅଛି? ମୁଁ ନିଶ୍ଚୟ ତାକୁ ପୂରଣ କରିବାକୁ ଚେଷ୍ଟା କରିବି। ଏଇ ବୃଦ୍ଧା ଅବସ୍ଥାରେ ଆମେ ଦୁଇ ଜଣ ସବୁ ତୀର୍ଥ ଭ୍ରମଣ କରିବାକୁ ଇଚ୍ଛା ପ୍ରକାଶ କରିଛୁ। ଯଦି ଏହି ଅବସ୍ଥାରେ ଏ ଇଚ୍ଛା ଆମର ପୂରଣ ହେବ, ତେବେ ଆମେ ଜାଣିବୁ କି ଆମର ଜୀବନ ସାର୍ଥକ ହେଲା। ଆଜ୍ଞା ପିତାଶ୍ରୀ, କାହିଁକି ନୁହେଁ? ଆପଣମାନଙ୍କର ଏ ଇଚ୍ଛା ମୁଁ ନିଶ୍ଚୟ ପୂରଣ କରିବାକୁ ଚେଷ୍ଟା କରିବି। ତତ୍ପଶ୍ଚାତ୍ ଶ୍ରବଣ କୁମାର ମାତା ପିତାଙ୍କୁ କିପରି ତୀର୍ଥ ଭ୍ରମଣ କରାଇବେ ସେ ବିଷୟରେ ଉପାୟ ଚିନ୍ତା କରିବାକୁ ଲାଗିଲେ। ଦୁଇଟି ବଡ଼ ବଡ଼ ଟୋକେଇ ଆଣି ସେଇ ଦୁଇଟିକୁ ଏକ ବଡ଼ ବାଡ଼ି ସାହାଯ୍ୟରେ ବାନ୍ଧି ତାକୁ ଏକ ବାହାଙ୍ଗି ସଦୃଶ ନିର୍ମାଣ କରିଦେଲେ ଓ ସେଥିରେ ମାତା ପିତାଙ୍କୁ ବସାଇ ତୀର୍ଥ ଭ୍ରମଣ ନିମନ୍ତେ ଅଗ୍ରସର ହେଲେ। ଏମିତି ବହୁତ ତୀର୍ଥ ଭ୍ରମଣ କରିବା ସମୟରେ ଶ୍ରବଣ କୁମାରଙ୍କ ଖ୍ୟାତି ଚାରିଆଡ଼େ ବ୍ୟାପି ଯାଇଥାଏ। ଶ୍ରବଣ କୁମାରଙ୍କ କଥା ଯିଏ ବି ଶୁଣୁଥାଏ ସେ ତାଙ୍କୁ ସାଧୁବାଦ ଦେଉଥାଏ। ଏମିତି ତୀର୍ଥ ଭ୍ରମଣ କରୁ କରୁ ଶ୍ରବଣ ତାଙ୍କ ମାତା ପିତାଙ୍କୁ ନେଇ ପହଞ୍ଚିଲେ ଅଯୋଧ୍ୟା ନଗରୀରେ। ସେତେବେଳେ ଅଯୋଧ୍ୟା ନଗରୀରେ ମହାରାଜ ଦଶରଥ ଶାସନ କରୁଥାନ୍ତି। ରାଜା ଦଶରଥ ଜଣେ ସୁଶାସକ ଥିଲେ। ସେ ତାଙ୍କ ନଗରୀରେ ସମସ୍ତ ତୀର୍ଥଯାତ୍ରୀଙ୍କ ପାଇଁ ଜାଗା ଜାଗାରେ କୁଟୀର ସବୁ ନିର୍ମାଣ କରାଇଥିଲେ, ଯାହାଫଳରେ କି କୌଣସି ତୀର୍ଥଯାତ୍ରୀଙ୍କୁ ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡ଼ୁନଥାଏ। ସେହି କୁଟୀରମାନଙ୍କ ମଧ୍ୟରୁ ଗୋଟିଏ କୁଟୀରରେ ଶ୍ରବଣ କୁମାର ତାଙ୍କ ବୃଦ୍ଧ ମାତା ପିତାଙ୍କ ସହ ଆଶ୍ରୟ ନେଇଥାନ୍ତି। ଦିନକର କଥା। ପୁତ୍ର, ଆମେ ଦୁଇ ଜଣ ବହୁତ ତୃଷାର୍ତ୍ତ ଅଛୁ। ଆମ ଦୁଇ ଜଣଙ୍କର ତୃଷା ମେଣ୍ଟାଇବା ନିମନ୍ତେ କେଉଁଠାରୁ ଟିକେ ଜଳର ପ୍ରୟୋଜନ କରନ୍ତନି? ଆଜ୍ଞା ମାତା, ମୁଁ ଏବେ ଯାଇ ଜଳ ଆଣି ଆସୁଛି। ଆପଣମାନେ କିଛି ସମୟ ଅପେକ୍ଷା କରନ୍ତୁ। ଏତିକି କହି ଶ୍ରବଣ କୁମାର ଜଳ ଆଣିବା ନିମନ୍ତେ ସରୋବର ଅଭିମୁଖେ ଅଗ୍ରସର ହେଲେ। ଶ୍ରବଣ କୁମାର ଯେତେବେଳେ ଜଳ ଭରୁଥିଲେ, ଠିକ୍ ସେହି ସମୟରେ ରାଜା ଦଶରଥ ଶିକାର ଆଶାରେ ସେହି ମାର୍ଗ ଦେଇ ଯାଉଥାନ୍ତି। ଆରେ ଇଏ କ'ଣ? ଇଏ କି ପ୍ରକାରର ଶବ୍ଦ? ବୋଧହୁଏ କେହି ପଶୁ ଜଳପାନ ନିମନ୍ତେ ସରୋବର ନିକଟକୁ ଆସି ଜଳପାନ କରୁଛି। ହଁ,
ନିଶ୍ଚୟ ଇଏ ହେଉଛି ସେହି ଶବ୍ଦ। ରାଜା ଦଶରଥଙ୍କୁ ଶବ୍ଦଭେଦୀ ବାଣ ଚଳାଇବାର ବିଦ୍ୟା ବହୁତ ଭଲ ଭାବରେ ଅବଗତ ଥିଲା। ସେଥିପାଇଁ ସେ ଶବ୍ଦ ଆସୁଥିବା ଦିଗକୁ ବାଣ ନିକ୍ଷେପ କଲେ। ଦଶରଥଙ୍କ ଦ୍ୱାରା ନିକ୍ଷେପ କରାଯାଇଥିବା ବାଣ ଯାଇ ଶ୍ରବଣ କୁମାରଙ୍କ ବକ୍ଷ ଭେଦ କଲା। ଏ ଭଗବାନ, ଏ କ'ଣ ହୋଇଗଲା? ମୁଁ ତ କେବେ ବି କାହାର ଅନିଷ୍ଟ ଚିନ୍ତା କରିନାହିଁ। ମୋ କପାଳରେ ଏମିତି ଦୁଃଖ କ'ଣ ପାଇଁ? ଏବେ ମୋ ମାତା ପିତାଙ୍କର ସାହାରା କିଏ ହେବ? ସେମାନେ ତ ବହୁତ ତୃଷାର୍ତ୍ତ ଥିଲେ। ତାଙ୍କର ତୃଷ୍ଣା ମେଣ୍ଟାଇବାକୁ ତାଙ୍କୁ କିଏ ନେଇ ଜଳ ଦେବ? ଏତିକି ବେଳେ ରାଜା ଦଶରଥ ଶିକାର ସଂଗ୍ରହ କରିବା ଆଶାରେ ଯାଇ ପହଞ୍ଚିଲେ ସେହି ସ୍ଥାନରେ। ହେ ଭଗବାନ, ଇଏ କି ଅନର୍ଥ ହୋଇଗଲା ମୋ ଦ୍ୱାରା? ଜଣେ ନିରୀହ ନିଷ୍ପାପ ବ୍ୟକ୍ତି ମୋ ବାଣ ଲାଗି ଏବେ ମୃତ୍ୟୁ ଶଯ୍ୟାରେ। ଆପଣ କିଏ? କ'ଣ ଆପଣଙ୍କ ପରିଚୟ? କ୍ଷମା କ୍ଷମା ଯୁବକ, ମୁଁ ରାଜା ଦଶରଥ। ଆପଣଙ୍କ ପରିଚୟ କ'ଣ? ଶ୍ରବଣ କୁମାରର ପ୍ରଣାମ ପ୍ରଣାମ ଗ୍ରହଣ କରନ୍ତୁ ରାଜନ। ତୁମେ କ'ଣ ସେଇ ଶ୍ରବଣ କୁମାର ଯିଏ ନିଜ ଅନ୍ଧ ମାତା ପିତାଙ୍କୁ କାନ୍ଧରେ ନେଇ ତୀର୍ଥ ଭ୍ରମଣ କରୁଛି? ଆଜ୍ଞା ଆଜ୍ଞା ମହାରାଜ, ମୁଁ ସେଇ ଅଧମ ଯିଏକି ଏବେଠାରୁ ଆଉ ଏହା କରିପାରିବନି। ହେ ଭଗବାନ, ମୁଁ ଏ କ'ଣ କଲି? ମୋତେ କ୍ଷମା କରିଦିଅ ଶ୍ରବଣ। ଭୁଲବଶତଃ ଏ ଅଭାଗାର ବାଣ ତୁମ ଦେହକୁ ଆଘାତ କରିଛି। ହେ ଯୁବକ, ମୋ ପାପ ପାଇଁ ମୁଁ ଅତ୍ୟନ୍ତ ଦୁଃଖିତ ଏବଂ ମର୍ମାହତ। ତୁମ ମାତା ପିତାଙ୍କର ସମସ୍ତ ଦାୟିତ୍ୱ ଆଜିଠାରୁ ମୋର। ହେ ରାଜନ, ଶେଷ ସମୟରେ ମୋର କେବଳ ଏତିକି ଅନୁରୋଧ। ମୋ ମାତା ପିତା ଏବେ ଅତ୍ୟନ୍ତ ତୁଷାର୍ତ୍ତ ଅବସ୍ଥାରେ ଏହି ପାଖ କୁଟୀରରେ ମୋ ଅପେକ୍ଷାରେ ଅଛନ୍ତି। ଦୟାକରି ଏହି ଜଳ ନେଇ ତାଙ୍କ ତୃଷ୍ଣା ନିବାରଣ କରନ୍ତୁ। ଏତିକି କହିସାରିବା ପରେ ତତ୍କ୍ଷଣାତ୍ ଶ୍ରବଣ କୁମାରଙ୍କର ଦେହାନ୍ତ ହୋଇଗଲା। ତତ୍ପଶ୍ଚାତ ରାଜା ଦଶରଥ ଜଳପାତ୍ର ନେଇ ଶ୍ରବଣ କୁମାରଙ୍କ କୁଟୀର ଅଭିମୁଖେ ଯାତ୍ରା କଲେ ଓ କିଛି ସମୟ ମଧ୍ୟରେ ତାଙ୍କ କୁଟୀରରେ ପହଞ୍ଚିଗଲେ। କିଏ ଆପଣ? ପୁତ୍ର ଶ୍ରବଣ, ତୁମେ କ'ଣ ଜଳ ନେଇ ଆସିଗଲ କି? ନା ଶ୍ୟାମାବନ୍ତୀ, ଇଏ ଆମ ପୁତ୍ର ଶ୍ରବଣ ନୁହେଁ। ଆରେ କିଏ ଆପଣ? କିଛି କହୁନାହାନ୍ତି କାହିଁକି? ମୁଁ ରାଜା ଦଶରଥ ଆପଣଙ୍କ ନିମନ୍ତେ ଜଳ ନେଇ ଆସିଛି। ରାଜା ଦଶରଥ, ଆପଣ ଏଠି? ଆଉ ଆମ ପୁତ୍ର? କ୍ଷମା କରନ୍ତୁ, ଆପଣଙ୍କ ପୁତ୍ର ଆଉ ଏ ସଂସାରରେ ନାହାନ୍ତି। ଭୁଲବଶତଃ ମୋ ବାଣ ଆଘାତରେ ସେ ତାଙ୍କ ଦେହତ୍ୟାଗ କରିଛନ୍ତି। ନା, ମୋ ପୁତ୍ର ଶ୍ରବଣ, ଏ କ'ଣ ହୋଇଗଲା? ପୁତ୍ର ଶ୍ରବଣ। ରାଜା ଦଶରଥ, ଆପଣ ଏ କ'ଣ କଲେ? ଏ ବୃଦ୍ଧା ଅବସ୍ଥାରେ ଆମ ଦୁଇ ଜଣଙ୍କୁ ପୁତ୍ରବିହୀନ କରି ବେସାହାରା କରିଦେଲେ। ଆମେ ତ ଆପଣଙ୍କୁ ଏ ଅପରାଧ ନିମନ୍ତେ କିଛି ଦଣ୍ଡ ଦେଇପାରିବୁନି, କିନ୍ତୁ ଏ ଅଭାଗା ପିତା ଆଜି ଆପଣଙ୍କୁ ଅଭିଶାପ ଦେଉଛି। ଯେମିତି ଆମେ ଆମ ବୃଦ୍ଧା ଅବସ୍ଥାରେ ପୁତ୍ରବିହୀନ ହୋଇଯାଇଛୁ, ଆପଣ ସେମିତି ଆପଣଙ୍କ ଶେଷ ସମୟରେ ନିଜର ପ୍ରିୟ ପୁତ୍ରକୁ ସ୍ମରଣ କରି କରି ଦେହତ୍ୟାଗ କରିବେ। ଏତିକି କହି ଶ୍ରବଣ କୁମାରଙ୍କ ବୃଦ୍ଧ ମାତା ପିତାଙ୍କର ସେହି କୁଟୀରରେ ଦେହାନ୍ତ ହୋଇଗଲା ଏବଂ ରାଜା ଦଶରଥ ନିଜ ଅଜାଣତରେ କରିଥିବା ପାପକୁ ମୁଣ୍ଡେଇ ମହଲକୁ ପ୍ରତ୍ୟାବର୍ତ୍ତନ କଲେ। କାଳକ୍ରମେ ଶ୍ରବଣ କୁମାରଙ୍କ ଯୋଗୁଁ ମିଳିଥିବା ଅଭିଶାପ ହେତୁ ପ୍ରଭୁ ରାମଚନ୍ଦ୍ରଙ୍କ ବନବାସ ଗଲା ପରେ ରାଜା ଦଶରଥ ତାଙ୍କୁ ସ୍ମରଣ କରି କରି ଦେହତ୍ୟାଗ କଲେ। ଇଏ ତ ଥିଲା ଶ୍ରବଣ କୁମାରଙ୍କର କାହାଣୀ। କିନ୍ତୁ ହଁ, ଥରେ ନିଜକୁ ପଚାରି ଦେଖିଲେ, କ'ଣ ଆମେ ନିଜକୁ
ଶ୍ରବଣ କୁମାରଙ୍କ ପରି ଗଢ଼ି ତୋଳିପାରିବା?